ପିରିୟଡ଼ ସମୟରେ ମହିଳା କାହିଁକି ଛୁଇଁ ନଥାନ୍ତି ଆଚାର? କ'ଣ ରହିଛି ଏହାର କାରଣ? ସାଧାରଣତଃ ଋତୁସ୍ରାବ ମହିଳାମାନଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ, ଯାହାଫଳରେ ସେମାନେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ବର୍ତ୍ତମାନ ସମୟରେ ମହିଳାମାନଙ୍କ ଋତୁସ୍ରାବ ବା ପିରିୟଡ଼୍ସକୁ ନେଇ ଅନେକ ସଚେତନତା ଜାଗ୍ରତ କରାଯାଉଛି, କିନ୍ତୁ ଆଜି ବି ଜେଜେମା କହିଯାଇଥିବା କିଛି ଜିନିଷ ଘରେ ପାଳନ କରାଯାଏ। ତେବେ ତାହା କ'ଣ ସବୁ ନିୟମ ପାଳନ କରାଯାଏ? ମହିଳାମାନଙ୍କ ଋତୁସ୍ରାବ ସମୟରେ ଆଚାର, ପାମ୍ପଡ଼, ବଡ଼ି ଇତ୍ୟାଦି ସ୍ପର୍ଶ ନ କରିବା ପରି କଥା ଏଥିରେ ଅନ୍ତର୍ଭୁକ୍ତ। ଅନେକ ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥିବା ବେଳେ ଅନେକ ଲୋକ ଏହାକୁ ସତ୍ୟ ବୋଲି ମାନିଥାନ୍ତି। ତ ଆସନ୍ତୁ ଜାଣିବା ଏ ରୋଚକ କଥା ବାବଦରେ। ଜେଜେମାମାନଙ୍କ ବିଶ୍ୱାସ ଅନୁଯାୟୀ ଋତୁସ୍ରାବ ସମୟରେ ଆଚାର, ପାମ୍ପଡ଼, କେଶ ଧୋଇବା, ଏ ଆଚାର ପାମ୍ପଡ଼କୁ ଛୁଇଁବନି, କେଶ ଧୋଇବା, ପରିବାର ଲୋକଙ୍କ ସହ ଶୋଇବା, ମନ୍ଦିର ଯିବା, ରୋଷେଇ ଘରକୁ ଯିବା, ଗଛରେ ପାଣି ଦେବା ଇତ୍ୟାଦି ସମସ୍ତ କାର୍ଯ୍ୟକୁ ନିଷେଧ କରାଯାଇଥାଏ। ଆଜି ବି ଏହି ବିଶ୍ୱାସ ଅନେକ ଘରେ ବି ଆଜି ବି ପାଳନ କରୁଛନ୍ତି। ତ ତେବେ ଏସବୁ କାହିଁକି ପାଳନ କରାଯାଏ? କାହିଁକି ଛୁଅନ୍ତିନି ଆଚାର? ଜେଜେମା ପିରିୟଡ଼ ସମୟରେ ଆଚାର ଛୁଇଁବାକୁ କାହିଁକି ବାରଣ କରନ୍ତି? ସେମାନେ ବିଶ୍ୱାସ କରନ୍ତି ଯେ ଯଦି ଜଣେ ମହିଳା ଋତୁସ୍ରାବ ସମୟରେ ଆଚାର ଛୁଏଁ ତେବେ ଏହା ଶୀଘ୍ର ଖରାପ ହୋଇଯାଏ। ତେବେ ଏହା କେତେ ସତ ତାହା ସେହି କହୁଥିବା ବ୍ୟକ୍ତି ହିଁ ଜାଣିଥିବେ। ତେବେ ଏହା ପଛରେ କୌଣସି ରୋକଠୋକ ବୈଜ୍ଞାନିକ ତଥ୍ୟ ନାହିଁ, କିନ୍ତୁ ଋତୁସ୍ରାବ ସମୟରେ ଆଚାର ଖାଇବା କ୍ଷତିକାରକ ହୋଇଥାଏ ବୋଲି ମାନ୍ୟତା ରହିଛି। ଏଇଟା ବୈଜ୍ଞାନିକ କ୍ଷେତ୍ରରେ ରହିଛି ଯେ ଆଚାର ଯଦି ଋତୁସ୍ରାବ ସମୟରେ ଆଚାର ଖାଇବ ତ ଶରୀର ପାଇଁ କ୍ଷତି ହୋଇଥାଏ। ହେଲେ ଏଇ ଯେ ଛୁଇଁବା, ଏଇ ନୀତି ନିୟମ ଏଇଟା କେହି ବହି ପୁରାଣରେ ନାହିଁ କି ବୈଜ୍ଞାନିକ ଦୃଷ୍ଟିରୁ ବି କିଛି କେହି ଆଡ଼େ ଲେଖା ନାହିଁ କି ଏଇଟା ପୂର୍ବ କାଳର ଲୋକମାନେ, ଜେଜେମା ମାନେ ଏଇସବୁ ନିୟମ କୁହନ୍ତି। ମହିଳାମାନଙ୍କୁ ଏହି ସମୟରେ ଆଚାର ଠାରୁ ଏଥିପାଇଁ ଦୂରେଇକି ରହିବାକୁ କୁହାଯାଏ ଯେ ଋତୁସ୍ରାବ ସମୟରେ ସେମାନେ ଆଚାର ପାଖକୁ ଯିବା ଉଚିତ ନୁହେଁ। ଏହା ମାନିବା ଦ୍ୱାରା ସେମାନେ ଆଚାର ଖାଇବାକୁ ଇଚ୍ଛା କରିବେ ନାହିଁ। ଯଦି ଆପଣ ଆଚାର ପାଖକୁ ଯିବେ ନାହିଁ ତ ଆଚାର ଖାଇବା ପାଇଁ ଇଚ୍ଛା ହେବନି, ତ ସେଇଥିପାଇଁ ତାଙ୍କୁ ମନା କରାଯାଇଥାଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ରହିବ। ତ ଆଚାର ପାଖକୁ ଯିବେ ଯଦି ଦେଖିଲେ ଆଚାର ଖାଇବା ପାଇଁ ଇଚ୍ଛା ହେବ, ତ ସେଥିପାଇଁ ମନା କରାଯାଇଥାଏ ଆଚାର ପାଖକୁ ଯିବେନି। ଯାହା ଦେଖିବାକୁ ଗଲେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏକ ପ୍ରକାର ଏହା ଲାଭଦାୟକ, ଆଚାର ପାଖକୁ ନ ଯିବାଟା ହିଁ ମହିଳାମାନଙ୍କ ପାଇଁ ଲାଭଦାୟକ। ଗଲେ ଖାଇବା ପାଇଁ ଇଚ୍ଛା ହେବ, ତ ସେଥିପାଇଁ ସେମାନଙ୍କୁ ବାରଣ କରାଯାଇଥାଏ। ବୈଜ୍ଞାନିକ ଦୃଷ୍ଟିରୁ ଏଇ ମତଟି। ହେଲେ ଆଗକାଳର ଜେଜେମା ଜେଜେବାପା ମାନେ ସବୁ କ'ଣ କହୁଥିଲେ ନା ଛୁଇଁଲେ ଆଚାର ଖରାପ ହେଇଯିବ। ବନ୍ଧୁଗଣ, ଏହି ଭିଡ଼ିଓରେ ମୁଁ ଯାହା ବି କହିଲି ମୋର ନିଜସ୍ୱ ମତ କିଛି ବି ନୁହେଁ। ଏଇଟା ହେଉଛି କିଛି ସାମାଜିକ ସୂଚନା, ଯାହା ସବୁ ଲୋକଙ୍କ ପାଖରୁ ମୁଁ ଶୁଣିଛି। ତ ଆପଣ ଦୈନନ୍ଦିନ ଜୀବନରେ ଏହାକୁ ଉପଯୋଗ କରିବା ପୂର୍ବରୁ ନିଜର ବିବେକ ଆଉ ବୁଦ୍ଧିର ପ୍ରୟୋଗ କରିବା ଆବଶ୍ୟକ। ଆପଣ ବୁଝି ବିଚାରିକି ଯାହା ଆପଣଙ୍କୁ ଠିକ୍ ଲାଗିବ ତାହା କରିବେ। ତ ରହୁଛି, ଏମିତି ଆଗକୁ ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।